ପିଲାମାନେ ଶୁଭ ସକାଳ। ଆଶା କରୁଛି ତୁମେମାନେ ବହୁତ ଭଲ ଥିବ। ମୁଁ ମଧ୍ୟ ବହୁତ ଭଲ ଅଛି। ଆଜିର ଏହି ଭିଡିଓକୁ ମୁଁ ତୁମକୁ ସ୍ୱାଗତ କରୁଅଛି। ପିଲାମାନେ, ଆମେ ଆଜି ଷଷ୍ଠ ଶ୍ରେଣୀର ବିଜ୍ଞାନ ବହିର ସୁଷମ ଖାଦ୍ୟ ସୁସ୍ଥ ଶରୀରର ଉପାୟ, ଯାହାକି ପାଠ 3 କୁ ଆଲୋଚନା କରିବା। ଏହାକୁ ପଢି ସାରିବା ପରେ ତୁମେମାନେ ବିଭିନ୍ନ ରାଜ୍ୟର ପାରମ୍ପରିକ ଖାଦ୍ୟର ନାମ କହିବ। କୌଣସି ରାଜ୍ୟର ପାରମ୍ପରିକ ଖାଦ୍ୟ ଓ ଉତ୍ପାଦିତ ଫସଲ ମଧ୍ୟରେ ସମ୍ପର୍କ ଦର୍ଶାଇବ। ଏହା ସହିତ ଭାରତର ବିଭିନ୍ନ ଅଞ୍ଚଳର ଖାଦ୍ୟ ପଦାର୍ଥ ଭିନ୍ନ ହେବାର କାରଣ ମଧ୍ୟ କହିବ। ଏବେ ଆମେ ଆଲୋଚନା କରିବା। ଏହା ଆରମ୍ଭ କରିବା ଏକ ସୁନ୍ଦର ଅନୁଚିନ୍ତାରୁ, ଯାହାକି ହେଉଛି ଅନ୍ୟାନ୍ୟ ଜାତାନି ଜୀବନ୍ତି, ଅର୍ଥାତ୍ ଖାଦ୍ୟ ଦ୍ୱାରା ଜୀବଜଗତ ବଞ୍ଚନ୍ତି। ଏହାର ମାନେ ହେଉଛି ଖାଦ୍ୟ ବିନା ଆମେ ବଞ୍ଚି ରହିପାରିବା ନାହିଁ ବା ତିଷ୍ଠି ପାରିବା ନାହିଁ। ଏହି ଖାଦ୍ୟ ବିଷୟରେ ଆମେ ଆଲୋଚନା କରିବା, ଅର୍ଥାତ୍ ଏହା ହେଉଛି ଆମେ ଖାଉଥିବା ଖାଦ୍ୟ, ଯାହାକି ଆମେ ପ୍ରତିଦିନ ଖାଇଥାନ୍ତି। ପ୍ରତିଦିନ କିଛି ନା କିଛି ଆମେ ଖାଦ୍ୟ ଖାଇଥାନ୍ତି ଏବଂ ସେହି ଖାଦ୍ୟ ହେଉଛି ଆମ ଦୈନନ୍ଦିନ ଜୀବନର ଏକ ମୁଖ୍ୟ ଉପାଦାନ। ଆସ ଏକ ଚିତ୍ରକୁ ଦେଖିବା। ଏଠି ଦେଖ, ବିଭିନ୍ନ ପ୍ରକାରର ଖାଦ୍ୟ ଏଠାରେ ରଖାଯାଇଛି ବା ଖାଦ୍ୟର ଚିତ୍ର ରଖାଯାଇଛି। ଯେମିତିକି ଭାତ ରହିଛି, ଡାଲମା ରହିଛି, ମାଛର ଝୋଳ ରହିଛି, ଆମର କାକୁଡିର ସାଲାଡ ରହିଛି, ପରଟା ଦହି ରହିଛି, ଫଳର ସାଲାଡ ରହିଛି, ଚକୁଳି ପିଠା, ତା ସହିତ ଅଛି ଆମର ଇଡଲି ରହିଛି, ଆମର ଚାଉମିନ ରହିଛି। ଭିନ୍ନ ଭିନ୍ନ ପ୍ରକାରର ଖାଦ୍ୟ ଅଛି, ଯାହାକି ଆମେ କେବେ ନା କେବେ ଆମେ ଆକୁ କିଛି ନା କିଛି ଖାଇଥାନ୍ତି। ତମେ ଟିକେ ମନେ ପକେଇ କହିଲ, ତମେ ଯୋଉ ଖାଦ୍ୟ ଖାଉଛ ସବୁଦିନ ସମାନ ପ୍ରକାର କି ନା? ଆଚ୍ଛା, ତମେ ତାହେଲେ ସବୁଦିନ ସମାନ ପ୍ରକାର ଖାଦ୍ୟ ଖାଉନାହଁ। ହଉ, ଆସ ଦେଖିବା ଗୋଟେ ସାରଣୀ ଅଛି। ସେଇ ସାରଣୀରେ ଆମେ ସପ୍ତାହ ଧରି ଖାଉଥିବା ଖାଦ୍ୟ ପଦାର୍ଥର ନାମ ଲେଖିବା। ଯୋଉଠିକି ବାମ ପଟରେ ରହିଛି ସପ୍ତାହର 7 ବାରର ନାମ, ଡାହାଣ ପଟରେ ରହିଛି ଖାଦ୍ୟ ସାମଗ୍ରୀ। ଆମେ କେଉଁ ବାରରେ କେଉଁ ସାମଗ୍ରୀ ଖାଇଥାନ୍ତି ବା ଖାଇଥିଲେ ଏଇ ସପ୍ତାହରେ, ତାହାକୁ ଏଠି ପୂରଣ କରିବା। ସମସ୍ତେ ନିଜ ନିଜ ଖାତାରେ ଏହି ସାରଣୀ ପୂରଣ କର। କିନ୍ତୁ ରିମା, ତମେ ଏଠି ମତେ କହିବ ତମେ କୋଉ ବାରରେ କୋଉ ଖାଦ୍ୟ ଖାଇଥିଲ। ଆଚ୍ଛା, ସୋମବାରରେ ତମେ କଣ ଖାଇଥିଲ କହିଲ? ଭାତ, ଡାଲମା, ଖଟା, ଭଜା ଆଉ କ୍ଷୀରି। ଭେରି ଗୁଡ। ଆଚ୍ଛା ରିମା, ମଙ୍ଗଳବାରର ତମେ କଣ ଖାଇଥିଲ? ଭାତ, କୋବି ତରକାରୀ, କଦଳୀ ଭଜା, ସାଲାଡ। ଆଚ୍ଛା, ସାଲାଡ ଖାଇଥିଲ। ବହୁତ ବଢିଆ, ସାଲାଡ ଟା ବହୁତ ଭଲ ଜିନିଷଟେ। ବୁଧବାରରେ କଣ ଖାଇଥିଲ? ଭାତ, ମାଛ ତରକାରୀ ଆଉ ପାମ୍ପଡ। ଆଚ୍ଛା, ଗୁରୁବାରରେ ତମେ କଣ ଖାଇଲ? ରୁଟି, ଡାଲି, ଶାଗ, ଆଳୁ ଭଜା ଆଉ ଆମ୍ବ। ଆଚ୍ଛା, ତମେ ଆମ୍ବ ଖାଇଛ, ବହୁତ ବଢିଆ ଲାଗିଥିବ। ଶୁକ୍ରବାର ଦିନ ତମେ କଣ ଖାଇଲ? ରୁଟି, ମାଂସ ତରକାରୀ, ବହୁତ ବଢିଆ। ଶନିବାର ଦିନ କଣ ଖାଇଲ? ଭାତ, ଅଣ୍ଡା ତରକାରୀ, ଚକୁଳି ପିଠା ଆଉ ଚଟଣି। ଆରେ ବା, ଚକୁଳି ପିଠା ସାଙ୍ଗରେ ଚଟଣି ଭାରି ସୁଆଦିଆ ଲାଗିଥିବ। ହଉ, ରବିବାର ତମେ କଣ ଖାଇଲ? ଏହା ହେଉଛି ପରଟା, ମିଠା, ମାଣ୍ଡିଆ ଲଡୁ, ଇଡଲି ଆଉ ମଟର ତରକାରୀ। ଆଚ୍ଛା, ଏହା ହେଉଛି ରିମା ଖାଇଥିବା ଏକ ସପ୍ତାହର ଖାଦ୍ୟ ପଦାର୍ଥ। ଏହାକୁ ଆମେ ଯଦି ଲକ୍ଷ୍ୟ କରିବା, ଆମେ ଦେଖିବା ରିମା ଭିନ୍ନ ଭିନ୍ନ ଖାଦ୍ୟ ଖାଇଅଛି ଭିନ୍ନ ଭିନ୍ନ ଦିନରେ। କିଛିଟା ସମାନ ଅଛି, ଯେପରିକି ଭାତଟା ସମାନ ରହୁଛି କିମ୍ବା ରୁଟିଟା ସମାନ ରହୁଛି, ନହେଲେ ଅନ୍ୟ ଖାଦ୍ୟ ପଦାର୍ଥ ପ୍ରାୟତଃ ଅଲଗା ରହୁଛି। ଏହାକୁ ଯଦି ତୁମେ ତୁମର ସାଙ୍ଗମାନଙ୍କ ସହିତ ଆଲୋଚନା କରିବ ବା ଦେଖିବ ଯେ ତୁମେ ଆଉ ତୁମର ସାଙ୍ଗମାନେ ଖାଉଥିବା ଖାଦ୍ୟରେ ବିଭିନ୍ନତା ରହିଛି ବା ଅଲଗା ଅଲଗା ଖାଦ୍ୟ ଖାଉଛନ୍ତି। ଏହା ହେଉଛି ଆମ ନିଜର କଥା। ଆମେ ଯଦି ଆମ ଦେଶର ସବୁ ରାଜ୍ୟର କଥା ଆମେ ଆଲୋଚନା କରିବା, ଦେଖିବା ସେଥିରେ ମଧ୍ୟ କିଛି ବିବିଧତା ରହିଛି କି ନାହିଁ ଜାଣିବା ପାଇଁ ଆମେ ଏବେ ଏହି ସାରଣୀକୁ ଦେଖିବା, ଯୋଉଠିକି ରହୁଛି ଭାରତର ବିଭିନ୍ନ ରାଜ୍ୟର କିଛି ପାରମ୍ପରିକ ଖାଦ୍ୟ ପଦାର୍ଥ। ଏଠି ଆମେ ଦେଖିବା ବିଭିନ୍ନ ଅଞ୍ଚଳର ଖାଦ୍ୟରେ ଆମର ଆସିବ। ପ୍ରଥମେ ଆମେ ରଖିବା କୋଉ ରାଜ୍ୟ। ଆମେ ଗୋଟେ ରାଜ୍ୟକୁ ନେବା, ତାହାର ସ୍ଥାନୀୟ ଫସଲ କଣ ଜାଣିବା ଏବଂ ସେଠାକାର ପାରମ୍ପରିକ ଖାଦ୍ୟଦ୍ରବ୍ୟ କଣ ଜାଣିବା। ତାହା ସହିତ
ସେଠାକାର ପାନୀୟ ଜଳ ଜାଣିବା। ଆମେ ପ୍ରଥମେ ଆଲୋଚନା କରିବା ଆମ ନିଜ ରାଜ୍ୟ ଯାହାକି ଓଡ଼ିଶା, ଯାହାକି ଆମର ଭାରତର ପୂର୍ବରେ ଅବସ୍ଥିତ। ସେଠାକାର ସ୍ଥାନୀୟ ଫସଲ କଣ ହେଇଥିବ? ମିଲୁ, ତମେ ଟିକେ ଚିନ୍ତା କରି କହିଲ। ଭେରି ଗୁଡ୍। ଆମେ ଏବେ ଆଲୋଚନା କରିବା ଆମ ନିଜ ରାଜ୍ୟ ଓଡ଼ିଶା ବିଷୟରେ, ଯାହାକି ଭାରତର ପୂର୍ବରେ ଅବସ୍ଥିତ। ଆମେ ଏହାର ସ୍ଥାନୀୟ ଫସଲ କଣ ଜାଣିବା, ତାହାର ପାରମ୍ପରିକ ଖାଦ୍ୟଦ୍ରବ୍ୟ ଗୁଡ଼ିକ ଜାଣିବା ଏବଂ ପାନୀୟକୁ ଜାଣିବା। ଆଚ୍ଛା ମିଲୁ, ତମେ ଟିକେ ଚିନ୍ତା କରି କହିଲ ଏହାର ସ୍ଥାନୀୟ ଫସଲ କଣ ହେଇଥିବ? ଭେରି ଗୁଡ୍। ଏହା ହେଉଛି ଧାନ, ମୁଗ, ବିରି, ମକା ଆଉ ମାଣ୍ଡିଆ। ବହୁତ ବଢିଆ। ଏଠାରେ ଆମେ ଦେଖିଥାଉ ଧାନ ଚାଷ ବହୁତ ହେଇଥାଏ। ଆମର ଧାନ କଟା ଛୁଟି ମଧ୍ୟ ଓଡ଼ିଶାରେ ଦିଆଯାଏ, ନାକି? ହଁ। ଆଚ୍ଛା, ଏବେ କୁହ ଏହାର ପାରମ୍ପରିକ ଖାଦ୍ୟଦ୍ରବ୍ୟ କଣ ହେଇଥିବ? ତମେ ସ୍ଥାନୀୟ ଫସଲ ଦେଖିଲ, ତାକୁ ଟିକେ ଦେଖି ଚିନ୍ତା କରି କୁହ ପାରମ୍ପରିକ ଖାଦ୍ୟଦ୍ରବ୍ୟ କଣ ହେଇଥିବ। ରୀନା, ତମେ କହିଲ। ଭାତ ଦିଦି। ଆଚ୍ଛା, ଭାତ। ହଁ, ଭେରି ଗୁଡ୍। ଏବେ ଦେଖ ଆଉ କଣ କଣ ଅଛି। ଏହା ହେଉଛି ଭାତ, ଚକୁଳି ପିଠା, ମାଣ୍ଡିଆ, କ୍ଷୀରି ଆଉ ପୋଡ ପିଠା। ଆହୁରି ମଧ୍ୟ ଗୁଡାଏ ଖାଦ୍ୟଦ୍ରବ୍ୟ ରହିଅଛି। ଏଇଠି ଚିତ୍ରକୁ ଦେଖ, ଏଠାରେ ରହିଛି ଏକ ପଖାଳ ଭାତର କଂସା, ତା ଚାରିପଟେ ଆଉ ବିଭିନ୍ନ ଖାଦ୍ୟ ପଦାର୍ଥ ମଧ୍ୟ ରହିଛି। ଆମର ଓଡ଼ିଶାର ଲୋକମାନେ ପଖାଳ ଖାଇବାକୁ ବହୁତ ପସନ୍ଦ କରନ୍ତି। ଖରା ଦିନ ଆସିଲେ ସବୁଦିନ ପ୍ରାୟ ଲୋକମାନେ ପଖାଳ ଭାତ ଖାଇଥାନ୍ତି। ଏବେ ଆମେ ଓଡ଼ିଶାର ପାନୀୟ ଦ୍ରବ୍ୟଟି ଜାଣିବା। ଏହା ହେଉଛି ଲେମ୍ବୁ ସରବତ, ମିଶ୍ରି ପାଣି, ଦହି, ବେଲପଣା। ଆମ ଓଡ଼ିଶାର ଲୋକମାନେ ପ୍ରାୟତଃ ଲେମ୍ବୁ ସରବତ କରି ପିଇଥାନ୍ତି, ମିଶ୍ରି ପାଣି ପିଅନ୍ତି, ଦହି ବି ପିଅନ୍ତି ଆଉ ବେଲପଣା। ବେଲପଣା ତ ଆମର ଖରାଦିନେ ଏକ ପର୍ବ ରହିଛି, ଯାହାକି ହେଉଛି ମହାବିଷୁବ ସଂକ୍ରାନ୍ତି। ସେହି ସଂକ୍ରାନ୍ତିରେ ପ୍ରାୟତଃ ଲୋକମାନେ ଆମର ବେଲପଣା ପିଇଥାନ୍ତି, ନାଇଁ କି? ହଁ। ଏବେ ଆମେ ଆଉ ଏକ ରାଜ୍ୟ କଥା ଆଲୋଚନା କରିବା। ଏହା ହେଉଛି କର୍ଣ୍ଣାଟକ, ଯାହାକି ଭାରତର ଦକ୍ଷିଣ ଭାଗରେ ଅବସ୍ଥିତ। ଏଠାକାରେ ସମୁଦ୍ର ତଟ ମଧ୍ୟ ରହିଥାଏ। ତେଣୁ ଏଠାକାର ସ୍ଥାନୀୟ ଫସଲ ହେଉଛି ଧାନ, ମାଣ୍ଡିଆ, ବିରି, ହରଡ଼ ଆଉ ନଡ଼ିଆ। ଏଠି ନଡ଼ିଆ ବହୁତ ହୋଇଥାଏ, କାରଣ ସମୁଦ୍ର ପାଖାପାଖି ଅଞ୍ଚଳରେ ନଡ଼ିଆ ଚାଷ କରିବା ପାଇଁ ଉପଯୁକ୍ତ ମୃତ୍ତିକା ଆମକୁ ମିଳିଥାଏ, ବା ନଡ଼ିଆ ଭଲ ହୋଇଥାଏ ସେଇ ଜାଗାରେ। ଏବେ ଆମେ ଏହାର ଖାଉଥିବା ପାରମ୍ପରିକ ଖାଦ୍ୟଦ୍ରବ୍ୟ ଗୁଡ଼ିକୁ ଜାଣିବା। କର୍ଣ୍ଣାଟକର ଲୋକମାନେ ବା ଭାରତର ଦକ୍ଷିଣାଞ୍ଚଳର ଲୋକମାନେ କଣ ଖାଇଥାନ୍ତି? ମିନା, ତମେ କହିଲ। ଟିକେ ଚିନ୍ତା କରି କୁହ। ଭେରି ଗୁଡ୍। ସେମାନେ ଇଡଲି ଖାଆନ୍ତି, ଦୋସା ଖାଆନ୍ତି, ସମ୍ବର ଖାଆନ୍ତି, ନଡ଼ିଆ ଚଟଣି ଖାଆନ୍ତି, ମାଣ୍ଡିଆ ମୁଦି ଖାଆନ୍ତି, ପାଲିଆ, ରସମ, ଭାତ, ଏହି ସବୁ ଦ୍ରବ୍ୟ ଖାଇଥାନ୍ତି। ସେମାନେ ପ୍ରାୟତଃ ତମେ ଦେଖିଥିବ ଇଡଲି ଦୋସା ସହିତ ତାଙ୍କର କିଛି ନା କିଛି ଚଟଣି ରହିଥାଏ। ଯେହେତୁ ନଡ଼ିଆ ବହୁତ ହୁଏ, ସବୁ ଚଟଣିରେ ପ୍ରାୟତଃ ସେମାନେ ନଡ଼ିଆ ବ୍ୟବହାର କରିଥାନ୍ତି, ବା ନଡ଼ିଆକୁ ଅଧିକାଂଶ ସମୟରେ ସେମାନେ ଖାଦ୍ୟ ରୂପେ ବ୍ୟବହାର କରିଥାନ୍ତି। ଏବେ ଆମେ ସେମାନଙ୍କର ପାନୀୟ ଦ୍ରବ୍ୟକୁ ଦେଖିବା। ସେଠାକାର ଲୋକମାନେ ଘୋଳ ଦହି, କଫି, ଚା ପିଇବାକୁ ପସନ୍ଦ କରିଥାନ୍ତି। ବହୁତ ବଢିଆ। ଏବେ ଆମେ ଅନ୍ୟ ଏକ ରାଜ୍ୟ କଥା ଆଲୋଚନା କରିବା। ଏହା ହେଉଛି ପଞ୍ଜାବ। ପଞ୍ଜାବର ସ୍ଥାନୀୟ ଫସଲ ହେଉଛି ମକା, ଗହମ, ଚଣା ଆଉ ଡାଲି। ସେଠାକାର ଆମେ ଦେଖିଥିବା, ଆମ ଟିଭିରେ ଦେଖିଥିବା, ବିଭିନ୍ନ ପିକ୍ଚରରେ ଦେଖିଥିବା, ଯୋଉଠିକି ପଞ୍ଜାବରେ ବହୁତ ମକା ଚାଷ ହୋଇଥାଏ, ଗହମ ଚାଷ ବି ହେଇଥାଏ। ଏବେ କୁହ ତାହେଲେ ତାଙ୍କର ପାରମ୍ପରିକ ଖାଦ୍ୟଦ୍ରବ୍ୟ କଣ ହେଇଥିବ? ରୀନା, ତମେ କହିଲ। ଭେରି ଗୁଡ୍। ଏହା ହେଉଛି ରୁଟି। ହଁ, ଏହା ସହିତ ଅନ୍ୟ ଖାଦ୍ୟଦ୍ରବ୍ୟ ବି ଅଛି, ଯେମିତିକି ମକାର ରୁଟି, ସୋରିଷର ଶାଗ, ଛୋଲେ ବଟୁରେ, ପରଟା, କ୍ଷୀରି, ହାଲୁଆ। ତେଣୁ ଏମାନେ ପ୍ରାୟତଃ ମକାର ରୁଟି ଖାଇଥାନ୍ତି, କାହିଁକି ନା ସେଠି ମକା ବହୁତ ଚାଷ କରାଯାଇଥାଏ। ତା ସହିତ ସୋରିଷର ଶାଗ ମଧ୍ୟ ସେଠାକାରେ ବହୁତ ହୋଇଥାଏ। ତେଣୁ ସେମାନେ ମକାର ରୁଟି ସହିତ ସୋରିଷର ଶାଗ ଖାଇବାକୁ ବହୁତ ପସନ୍ଦ କରିଥାନ୍ତି। ତା ସହିତ ଅନ୍ୟାନ୍ୟ ଖାଦ୍ୟ ମଧ୍ୟ ସେମାନେ ଖାଇଥାନ୍ତି। ଆଉ ପାନୀୟ ରୂପେ ସେମାନେ ପ୍ରାୟତଃ ଲସି, ଘୋଳ ଦହି, କ୍ଷୀର ଆଉ ଚାକୁ ପିଇଥାନ୍ତି। ତୁମେ ଦେଖିଥିବ ପ୍ରାୟତଃ ଟିଭିରେ ଆମର ପଞ୍ଜାବର କୌଣସି ସିନେମା ଚାଲିଲେ ସେଠି ସେମାନେ ଲସି ପିଇଥାନ୍ତି, କାହିଁକି ନା ସେମାନଙ୍କର ସେଟା ପାନୀୟ ଦ୍ରବ୍ୟ। ସେଠାକାରେ ଲୋକମାନେ ଲସିକୁ ପାନୀୟ ଦ୍ରବ୍ୟ ରୂପରେ ବହୁଳ ଭାବରେ ନେଇଥାନ୍ତି। ସେଇଭଳି ଆମେ ଏବେ ଦେଖିବା ଅନ୍ୟ ଏକ ରାଜ୍ୟ, ଯାହାକି ହେଉଛି ମଣିପୁର। ଏହା ଆମର ଭାରତର ଉତ୍ତର ପୂର୍ବର
ଅବସ୍ଥିତ। ଏହାର ସ୍ଥାନୀୟ ଫସଲ ହେଉଛି ଧାନ, ବାଉଁଶ, ସୋୟାବିନ। ସେଠାକାରେ ବହୁତ ପରିମାଣରେ ବର୍ଷା ହୋଇଥାଏ। ସେଠି ବାଉଁଶ ବହୁତ ଦେଖାଯାଏ। ବାଉଁଶ ସେମାନେ ବାଉଁଶର ଗଜା ବା ତାର ଯୋଉ କଅଁଳ ଅଂଶକୁ ସେମାନେ କାଟି ତାକୁ ବିଭିନ୍ନ ପ୍ରକାର ରୋଷେଇରେ ବ୍ୟବହାର କରିଥାନ୍ତି। ଆମେ ଏବେ ଦେଖିବା ତାଙ୍କର ପାରମ୍ପରିକ ଖାଦ୍ୟଦ୍ରବ୍ୟ ଗୁଡିକ କଣ କଣ। ଏହା ହେଉଛି ଭାତ, ଏରମ୍ବା, ଯାହାକି ଏକ ପ୍ରକାରର ଚଟଣି। ସେମାନେ ସେଇ ବାଉଁଶ କିମ୍ବା ସବୁଜ ପନିପରିବା ତା ସହିତ କିଛି ଶୁଖିଲା ମାଛ ବା ମାଛକୁ ମିଶେଇ ଚଟଣି ପ୍ରସ୍ତୁତ କରି ଖାଇଥାନ୍ତି। ଆଉ ଏକ ଜିନିଷ ହଉଛି ଉତି, ଯାହାକି ହଉଛି ହଳଦିଆ ରଙ୍ଗର ମଟର ଆଉ ସବୁଜ ପିଆଜର ଏକ ପ୍ରକାର ତରକାରୀ। ତା ସହିତ ରହିଛି ସିଙ୍ଗଜୁ, ଯାହାକୁ ଆମେ ସାଲାଡ କହିଥାନ୍ତି। ସେଠି ବା ମଣିପୁରରେ ତାହା ବହୁତ ପ୍ରସିଦ୍ଧ। ତାପରେ ରହୁଛି କାଙ୍ଗସୋଇ। ଏହିଭଳି ବିଭିନ୍ନ ଖାଦ୍ୟଦ୍ରବ୍ୟ ଅଛି ଯାହାକି ମଣିପୁରର ଲୋକମାନେ ପାରମ୍ପରିକ ଖାଦ୍ୟଦ୍ରବ୍ୟ ରୂପରେ ଗ୍ରହଣ କରନ୍ତି। ତାଙ୍କର ପାନୀୟ ହେଉଛି ନାଲି ଚା। ସେଠି ବହୁତ ପରିମାଣରେ ବର୍ଷା ହେଇଥାଏ, ବହୁତ ଥଣ୍ଡା ମଧ୍ୟ ରହୁଥାଏ ବର୍ଷା ପାଇଁ, ତେଣୁ ଲୋକମାନେ ପ୍ରାୟତଃ ନାଲି ଚା ମଧ୍ୟ ସେବନ କରିଥାନ୍ତି। ଏବେ ଆମେ ଆଉ କିଛି ରାଜ୍ୟ କଥା ଦେଖିବା, ଯେମିତିକି ରାଜସ୍ଥାନ। ରାଜସ୍ଥାନ ଦେଖିଥିବ, ଟିଭିରେ ଦେଖିଥିବ ନା, ରାଜସ୍ଥାନରେ ମରୁଭୂମି ଦେଖିଥିବ ବା ତାଙ୍କର ପୁରାପୁରି କଣ ଗରମ ରହିଥାଏ ସେଠି। ସେ ଜାଗାରେ ସେମାନଙ୍କର ବାଜରା ବହୁତ ହେଇଥାଏ ଆଉ ଡାଲି ବି ହେଇଥାଏ। ତେଣୁ ତାକୁ ନେଇକରି ସେମାନେ ବିଭିନ୍ନ ପ୍ରକାର ଖାଦ୍ୟଦ୍ରବ୍ୟ ପ୍ରସ୍ତୁତ କରନ୍ତି। ତେଣୁ ତାଙ୍କର ପାରମ୍ପରିକ ଖାଦ୍ୟଦ୍ରବ୍ୟରେ ଆମର ରହିଥାଏ ରୁଟି, ଆଉ ଗୋଟେ ହଉଛି ଡାଲବାଟି ଚୁର୍ମା, ଏହିଭଳି ଅନ୍ୟାନ୍ୟ ଖାଦ୍ୟ ରହିଥାଏ। ଯାହାକି ଆମେ କହିବା ବାଜରା ଅଛି, ବାଜରାର ରୁଟି, ଡାଲି ଅଛି, ଡାଲିକୁ ନେଇ ସେମାନେ ଡାଲବାଟି ଚୁର୍ମା ଏଭଳି ବିଭିନ୍ନ ଖାଦ୍ୟଦ୍ରବ୍ୟ ପ୍ରସ୍ତୁତ କରିଥାନ୍ତି। ସେମାନେ ଲସିକୁ ପାନୀୟ ଭାବରେ ଗ୍ରହଣ କରିଥାନ୍ତି। ସେଭଳି ଗୁଜୁରାଟ କଥା ଦେଖିବା, ଗୁଜୁରାଟର ଲୋକମାନଙ୍କର ସ୍ଥାନୀୟ ଫସଲ ହେଉଛି ବାଜରା, ସେଠି ଆମର ଗହମ, ଏଭଳି ଅନ୍ୟାନ୍ୟ ଫସଲ ରହିଛି। ତାହାକୁ ନେଇକରି ସେମାନେ ପାରମ୍ପରିକ ଖାଦ୍ୟଦ୍ରବ୍ୟ ପ୍ରସ୍ତୁତ କରନ୍ତି। ତାଙ୍କର ଖାଦ୍ୟଦ୍ରବ୍ୟର ନାମ ହେଉଛି ଢୋକଲା, ହେପଲା, ଯାହାକି ଏଇଭଳି ସ୍ଥାନୀୟ ଫସଲକୁ ନେଇକରି ତିଆରି କରାଯାଇଥାଏ। ଏବଂ ପାନୀୟ ଭାବରେ ସେମାନେ ଛାସକୁ ନେଇଥାନ୍ତି। ଛାସ ବା ସେହା ହେଉଛି ଏକ ପ୍ରକାରର ଦହି ସରବତ। ଏହିଭଳି ଅନ୍ୟାନ୍ୟ ରାଜ୍ୟ ରହିଛି ଯାହାକି ତମେ ମାନେ ଟିକେ ଚିନ୍ତା କରିବ ଏବଂ ଏଇଠାରେ ଲେଖିବ। ଠିକ ଅଛି? ହଉ ପିଲାମାନେ, ଆମେ ବିଭିନ୍ନ ରାଜ୍ୟର ସ୍ଥାନୀୟ ଫସଲ ଦେଖିଲେ ଏବଂ ତାଙ୍କର ପାରମ୍ପରିକ ଖାଦ୍ୟ, ତା ସହିତ ସେମାନଙ୍କର ପାନୀୟ ମଧ୍ୟ ଦେଖିଲେ। ଏହାକୁ ଟିକେ ଭଲ ଭାବେ ଲକ୍ଷ୍ୟ ପକାଅ। ଏଇ ସାରଣୀକୁ ଟିକେ ଲକ୍ଷ୍ୟ ପକାଇଲେ ତୁମେ ଜାଣିପାରିବ, ଯେପରିକି ତାଙ୍କର ପାନୀୟ ଫସଲ ଆଉ ଗୋଟେ ହେଉଛି ଖାଦ୍ୟଦ୍ରବ୍ୟ। ଆ ଭିତରେ କିଛି ସମ୍ବନ୍ଧ ଦେଖା ଯାଉଛି କି? ଦେଖ, ଓଡିଶାରେ ଲୋକମାନେ ଭାତ ଖାଉଛନ୍ତି। ଭାତ ଖାଉଛନ୍ତି ମାନେ ସେଠାର ସ୍ଥାନୀୟ ଫସଲ ଧାନ ବା ଧାନକୁ ନେଇ ଭାତ ଖାଉଛନ୍ତି। ଚକୁଳି ପିଠା ତାହା ମଧ୍ୟ ସେମିତି ଧାନରୁ ତିଆରି ବା ଚାଉଳରୁ ତିଆରି, ତାହା ନାଇଁ କି? ମାଣ୍ଡିଆ ଖାଉଛନ୍ତି, କାରଣ ସେଠି ମାଣ୍ଡିଆ ବହୁତ ରହୁଛି। ସେଭଳି ପଞ୍ଜାବକୁ ଯଦି ଆସିଯିବା, ପଞ୍ଜାବର ଲୋକମାନେ ମକାର ରୁଟି ଖାଉଛନ୍ତି। କାହିଁକି ନା ସେଠି ମକା ବହୁତ ହୋଇଥାଏ, ବା ରୁଟି, ଖାଲି ରୁଟି ଖାଇଥାନ୍ତି, କାହିଁକି ନା ସେଠି ଗହମ ବେଶୀ ହେଇଥାଏ। ସେଭଳି କର୍ଣ୍ଣାଟକକୁ ଆସିବା, କର୍ଣ୍ଣାଟକରେ ଧାନ ଅଧିକ ହଉଛି, ସେଠିକାର ଲୋକମାନେ ଭାତ ଖାଉଛନ୍ତି, ସେଇ ଚାଉଳର ଇଡଲି ଖାଉଛନ୍ତି, ଦୋସା ବି ଖାଉଛନ୍ତି। ନଡିଆ ଯେହେତୁ ପ୍ରଚୁର, ନଡିଆ ଚଟଣି ଖାଉଛନ୍ତି, ନଡିଆକୁ ନେଇ ବିଭିନ୍ନ ପ୍ରକାର ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି। ସେଭଳି ମଣିପୁରକୁ ଦେଖିବା, ତାଙ୍କର ଧାନ ରହୁଛି, ବାଉଁଶ ରହୁଛି, ବାଉଁଶର ଅଂଶକୁ ନେଇକରି ସେମାନେ ବିଭିନ୍ନ ପ୍ରକାର ତରକାରୀ ବା ଚଟଣି ବା ସାଲାଡ ବିଭିନ୍ନ ୱେରେ ସେମାନେ ବ୍ୟବହାର କରୁଛନ୍ତି ବା ତାଙ୍କର ଖାଦ୍ୟଦ୍ରବ୍ୟ ତାହାକୁ ଆଧାର କରି ହେଇଛି। ତେଣୁ ଏଇ ଯୋଉ ସାରଣୀଟି ଆମେ ଦେଖିଲେ, ଏଇ ସାରଣୀରେ ତମେ କଣ ଲକ୍ଷ୍ୟ କଲ ମତେ କୁହ, ବା ତମ ପାଇଁ ଏଠି ଗୋଟେ ପ୍ରଶ୍ନ ରହିଛି। ସେ ପ୍ରଶ୍ନ ହେଉଛି, ସ୍ଥାନୀୟ ଫସଲ ଆଉ ପାରମ୍ପରିକ ଖାଦ୍ୟଦ୍ରବ୍ୟ ମଧ୍ୟରେ ତୁମେ କଣ ସମ୍ପର୍କ ଅନୁଭବ କରୁଛ? ରାଜା, ତମେ କୁହ। ଭେରି ଗୁଡ। ଏହା ହେଉଛି କୌଣସି ରାଜ୍ୟର ପାରମ୍ପରିକ ଖାଦ୍ୟ ସାଧାରଣତଃ ସେହି ରାଜ୍ୟର ଉତ୍ପାଦିତ ଫସଲ ଆଧାରିତ ହୋଇଥାଏ। ଅର୍ଥାତ୍ କୋଉ ରାଜ୍ୟର ପାରମ୍ପରିକ ଖାଦ୍ୟଦ୍ରବ୍ୟ, ତାଙ୍କର ଉତ୍ପାଦିତ ଫସଲ, ସେଠି ଯାହା ଉତ୍ପାଦନ ହଉଛି ତାକୁ ଆଧାର କରି ହୋଇଥାଏ, ଯାହାକି ଆମେ ପୂର୍ବ ସାରଣୀରେ ଦେଖିଲେ। ଏଇଠି ଦେଖ, ଏକ ଚିତ୍ର ଅଛି। ଏଇଠି ଆମେ ଦେଖୁଛନ୍ତି କୋଉଠି ବର୍ଷା ହେଉଛି, କୋଉଠି ଖରା ହେଉଛି, କୋଉଠି ଅଳ୍ପ ବର୍ଷା ଅଳ୍ପ ଖରା ହେଉଛି, କୋଉଠି ଅଳ୍ପ ଅଳ୍ପ ଖରା ହେଉଛି। ଏହା ହେଉଛି ଆମ ଭାରତର ଜଳବାୟୁର ଏକ ଚିତ୍ର। ଆମ ଭାରତର ବିଭିନ୍ନ ପ୍ରକାର ଜଳବାୟୁ ଦେଖାଯାଏ। ଆମ ଭାରତ ହେଉଛି ଏକ କୃଷି ଭିତ୍ତିକ ଦେଶ, ଯୋଉଠାରେ କି ବହୁତ ଅଲଗା ଅଲଗା ପ୍ରକାର ମୃତ୍ତିକା ଆଉ ଜଳବାୟୁ ଦେଖାଯାଇଥାଏ। ଆଉ ଏଇ ମୃତ୍ତିକା
ଓ ଜଳବାୟୁର ବିଭିନ୍ନ ପ୍ରକାର ଭେଦକୁ ଦେଖିକରି ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ଫସଲ ଚାଷ କରାଯାଇଥାଏ। ତେଣୁ ସେଠାକାର ଉତ୍ପାଦିତ ଫସଲ ଅଲଗା ଅଲଗା ହୋଇଥାଏ, କାହିଁକି ନା ସେଠାକାର ଜଳବାୟୁ ଆଉ ମୃତ୍ତିକା ଅଲଗା ଅଲଗା ହୋଇଥାଏ। ଏବେ ତମମାନଙ୍କ ପାଇଁ ଆଉ ଗୋଟିଏ ପ୍ରଶ୍ନ, ଏହା ହେଉଛି ଭାରତର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ଖାଦ୍ୟ ପଦାର୍ଥ ଗ୍ରହଣ କରାଯାଉଛି। ଏହାର କାରଣ କଣ ହେଇଥିବ? এই ଚିତ୍ରକୁ ଦେଖ, ଏହା ହେଉଛି ଆମର ଭାରତର ମାନଚିତ୍ର। ଏଠାରେ ବିଭିନ୍ନ ରାଜ୍ୟରେ ଆମେ ଦେଖୁଥିବା ଭିନ୍ନ ଭିନ୍ନ ଖାଦ୍ୟ ପଦାର୍ଥର ଚିତ୍ର ଦେଖାଯାଉଛି, କାହିଁକି ନା ସେମାନେ ଭିନ୍ନ ଭିନ୍ନ ଖାଦ୍ୟ ପଦାର୍ଥ ଗ୍ରହଣ କରିଥାନ୍ତି। ଏହାର କାରଣ କଣ ହେଇଥିବ? ଭେରି ଗୁଡ। ଏହାର ପ୍ରଥମ କାରଣ ହେଉଛି ଉତ୍ପାଦିତ ଶସ୍ୟ, ଅର୍ଥାତ୍ ଯେଉଁଠିକାର ଉତ୍ପାଦିତ ଶସ୍ୟ ଯେମିତି ସେଠିକାର ଖାଦ୍ୟ ପଦାର୍ଥ ସେମିତି। ଯୋଉଠି ବେଶୀ ଧାନ ଉତ୍ପାଦନ କରାଯାଉଛି ସେଠି ଭାତ ଖାଇବେ, ପିଠା ଖାଇବେ। ଯୋଉଠି ବେଶୀ ଗହମ ଉତ୍ପାଦନ କରାଯାଉଛି ସେଠି ରୁଟି ଖାଇବେ, କାହିଁକି? ଏବେ ଦେଖିବା ଆମର ଦ୍ୱିତୀୟ କାରଣ, ଏହା ହେଉଛି ଆମର ଖାଦ୍ୟ ରୁଚି। ଅର୍ଥାତ୍ ଆମର ଖାଦ୍ୟ ରୁଚି ବା ଆମର ପସନ୍ଦ, ଆମ ସମସ୍ତଙ୍କର ପସନ୍ଦ ଭିନ୍ନ ଭିନ୍ନ ହେଇଥାଏ। ଯେମିତିକି ଗୋଟିଏ ପରିବାରରେ କାହାକୁ ଭାତ ଖାଇବାକୁ ବେଶୀ ଇଚ୍ଛା ହେଉଥିବା ବେଳେ କାହାକୁ ରୁଟି ଖାଇବାକୁ ଇଚ୍ଛା ହୁଏ, ତ କାହାକୁ ଚକୁଳି ପିଠା ଖାଇବାକୁ ଇଚ୍ଛା ହେଇଥାଏ। ଏହା ସମସ୍ତଙ୍କର ବ୍ୟକ୍ତିଗତ ରୁଚି, ଯାହାକୁ କି ଆମେ ଖାଦ୍ୟ ରୁଚି କହୁଛନ୍ତି। କାହାର କାହାର ପସନ୍ଦ, ଯାହାର ପସନ୍ଦ ଯେମିତି ତାକୁ ସେଇଭଳି ପ୍ରକାରର ଖାଦ୍ୟ ଖାଇବାକୁ ଇଚ୍ଛା ହୁଏ। ତେଣୁ ଖାଦ୍ୟ ରୁଚି ମଧ୍ୟ ଏକ କାରଣ। ତୃତୀୟ କାରଣକୁ ଯିବା, ଏହା ହେଉଛି ସଂସ୍କୃତି ଏବଂ ପରମ୍ପରା। ଏହା ମଧ୍ୟ ଗୋଟେ ମୁଖ୍ୟ କାରଣ। ଯେମିତି ଆମର ଓଡ଼ିଶାରେ ଆମେ ରଜ ପର୍ବରେ ପୋଡ ପିଠା ଖାଇଥାନ୍ତି, ପ୍ରଥମାଷ୍ଟମୀରେ ଏଣ୍ଡୁରି ପିଠା ଖାଇଥାନ୍ତି, କାହିଁକି? ଏହା ଆମେ କେମିତି ଜାଣିଲେ? ଏହା ଆମ ସଂସ୍କୃତି ରହିଆସିଛି, ଆମ ପରମ୍ପରାରୁ ଆସିଅଛି। ଆମର ଜେଜେମା ଜେଜେବାପା ଆମକୁ କୁହନ୍ତି ଏହି ପର୍ବ ହେଲେ ଏଇ ଖାଦ୍ୟ ଖାଇବା, ରଜ ହେଲେ ପୋଡ ପିଠା ଖାଇବା, ଆମକୁ ସେଇମାନେ ହିଁ କହି ଆସିଛନ୍ତି। ତେଣୁ ଆମେ ଆମ ସଂସ୍କୃତିକୁ ବଞ୍ଚେଇବା ପାଇଁ ବା ସଂସ୍କୃତି ପାଇଁ ମଧ୍ୟ ଆମେ ଏହାକୁ ଅଲଗା ଦିନରେ ଅଲଗା ଅଲଗା ଖାଦ୍ୟ ମଧ୍ୟ ଖାଇଥାନ୍ତି, ବା ଆମ ଓଡ଼ିଶାରେ ଯାହା ଖାଆନ୍ତି ଅଲଗା ରାଜ୍ୟରେ ଅଲଗା ଖାଦ୍ୟ ଖାଇଥାନ୍ତି। ତେଣୁ ଏହି ତିନୋଟି ମୁଖ୍ୟ କାରଣ, ଉତ୍ପାଦିତ ଶସ୍ୟ, ଖାଦ୍ୟ ରୁଚି, ସଂସ୍କୃତି ଏବଂ ପରମ୍ପରା ପାଇଁ ଆମ ଭାରତର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ଖାଦ୍ୟ ପଦାର୍ଥ ଗ୍ରହଣ କରିଥାନ୍ତି। ତାହେଲେ ପିଲାମାନେ, ଆମେ ଏବେ ବହୁତ କଥା ଜାଣିଗଲେ। ଆମେ ଏବେ କଣ କଣ ଜାଣିଲେ ଏହାକୁ ଦେଖିବା। ପ୍ରଥମେ ଜାଣିଲେ କୌଣସି ରାଜ୍ୟର ପାରମ୍ପରିକ ଖାଦ୍ୟ ସାଧାରଣତଃ ସେହି ରାଜ୍ୟର ଉତ୍ପାଦିତ ଫସଲ ଆଧାରିତ ହୋଇଥାଏ ଏବଂ ଭାରତର ବିଭିନ୍ନ ଅଞ୍ଚଳର ଖାଦ୍ୟ ପଦାର୍ଥ ସେହି ନିର୍ଦ୍ଦିଷ୍ଟ ଅଞ୍ଚଳରେ ଉତ୍ପାଦିତ ଶସ୍ୟ, ଖାଦ୍ୟ ରୁଚି, ସଂସ୍କୃତି ଏବଂ ପରମ୍ପରା ଅନୁଯାୟୀ ଭିନ୍ନ ଭିନ୍ନ ହୋଇଥାଏ। ଆମେ ଏହାକୁ ଆଜି ଜାଣିଲେ। ପିଲାମାନେ, ଏବେ ମୁଁ ତୁମ ପାଇଁ କିଛି ପ୍ରଶ୍ନ ନେଇକରି ଆସିଛି। ତୁମ ପାଇଁ କାମ, ଏଠି ତୁମକୁ ସମସ୍ତ ପ୍ରଶ୍ନର ଉତ୍ତର ଦେବାକୁ ହେବ ଏବଂ ଯେଉଁ ଉତ୍ତରଟି ଠିକ ଲାଗିବ ତାହା ପାଖରେ ଠିକ ଚିହ୍ନ ଦେବ। ପ୍ରଥମ ପ୍ରଶ୍ନକୁ ଯିବା ଆମେମାନେ। ପ୍ରଥମ ପ୍ରଶ୍ନ ହେଉଛି, ନିମ୍ନୋକ୍ତ ମଧ୍ୟରୁ ଓଡ଼ିଶାର ପ୍ରସିଦ୍ଧ ପାରମ୍ପରିକ ଖାଦ୍ୟ କେଉଁଠି? ଏଠାରେ ଅପସନ ରହିଛି, ପ୍ରଥମ ପଖାଳ ଭାତ, ଦ୍ୱିତୀୟରେ ପିଜା, ତୃତୀୟରେ ଇଡଲି, ଚତୁର୍ଥରେ ପରଟା ଅଛି। ମିନା, ତମେ କହିଲ। ଭେରି ଗୁଡ, ଏହା ହେଉଛି ପଖାଳ ଭାତ। ଦ୍ୱିତୀୟ ପ୍ରଶ୍ନକୁ ଯିବା, ନିମ୍ନୋକ୍ତ ମଧ୍ୟରୁ ପଞ୍ଜାବର ପ୍ରସିଦ୍ଧ ପାରମ୍ପରିକ ଖାଦ୍ୟ କେଉଁଠି? ଏଠି ଅପସନ ରହିଛି, ମକାର ରୁଟି ଓ ସୋରିଷର ଶାଗ, ଭାତ, ଇଡଲି ଆଉ ଦୋସା। କୁନା, ତମେ କହିଲ। ଭେରି ଗୁଡ, ଏହା ହେଉଛି ମକାର ରୁଟି ଓ ସୋରିଷର ଶାଗ। ଏବେ ତୃତୀୟ ପ୍ରଶ୍ନକୁ ଯିବା, ପାରମ୍ପରିକ ଖାଦ୍ୟ କାହା ଉପରେ ନିର୍ଭର କରିଥାଏ? ଏଠାରେ ଅପସନ ରହିଛି, ଦୂରଦର୍ଶନ, ଲୋକଙ୍କ ବେଶଭୂଷା, ଜଳବାୟୁ ଓ ଉତ୍ପାଦିତ ଫସଲ, ଆଉ ଗୋଟେ ହେଉଛି ମୋବାଇଲ। ରାଜା, ତମେ କହିଲ ଉତ୍ତର କଣ ହେବ? ଭେରି ଗୁଡ, ଏହା ହେଉଛି ଜଳବାୟୁ ଓ ଉତ୍ପାଦିତ ଫସଲ। ଏବେ ଚତୁର୍ଥ ପ୍ରଶ୍ନକୁ ଯିବା, ଇଡଲି ଓ ଦୋସା କେଉଁ ଅଞ୍ଚଳର ପାରମ୍ପରିକ ଖାଦ୍ୟ? ଏଠି ଅପସନ ରହିଛି, ପୂର୍ବ ଭାରତ, ପଶ୍ଚିମ ଭାରତ, ଉତ୍ତର ଭାରତ ଏବଂ ଦକ୍ଷିଣ ଭାରତ। କୁନି, ତମେ କହିଲ। ଭେରି ଗୁଡ, ଏହା ହେଉଛି ଦକ୍ଷିଣ ଭାରତ। ପଞ୍ଚମ ପ୍ରଶ୍ନକୁ ଯିବା, ଭାରତର ବିଭିନ୍ନ ଅଞ୍ଚଳର ଖାଦ୍ୟ ପଦାର୍ଥ ଭିନ୍ନ ହେବାର କାରଣ କଣ? ଏଠି ଅପସନ ରହିଛି, ପ୍ରଥମଟି ଉତ୍ପାଦିତ ଶସ୍ୟ, ଦ୍ୱିତୀୟଟି ଖାଦ୍ୟ ରୁଚି, ତୃତୀୟଟି ସଂସ୍କୃତି ଏବଂ ପରମ୍ପରା, ଚତୁର୍ଥ ହେଉଛି ଏ ସମସ୍ତ। ମୁନା, ତମେ କହିଲ। ଭେରି ଗୁଡ, ଏହା ହେଉଛି ଏ ସମସ୍ତ। ଷଷ୍ଠ ପ୍ରଶ୍ନକୁ ଯିବା, କୌଣସି ରାଜ୍ୟର ପାରମ୍ପରିକ ଖାଦ୍ୟ ସାଧାରଣତଃ କାହା ଉପରେ ନିର୍ଭର କରିଥାଏ? ଏଠି ଅପସନ ରହିଛି, ସ୍ଥାନୀୟ ଉତ୍ପାଦିତ ଫସଲ, ଆମଦାନୀ ଖାଦ୍ୟ, ପ୍ୟାକେଟ ଖାଦ୍ୟ ଏବଂ ଉପରୋକ୍ତ ସମସ୍ତ। କେଉଁଠି ଠିକ ହେବ? ଭେରି ଗୁଡ, ଏହା ହେଉଛି
ସ୍ଥାନୀୟ ଉତ୍ପାଦିତ ଫସଲ। ବହୁତ ବଢିଆ, ତୁମେ ମାନେ ସମସ୍ତ ପ୍ରଶ୍ନର ଠିକ ଉତ୍ତର ଦେଇଛ। ବହୁତ ବଢିଆ। ଏବେ ତୁମ ପାଇଁ ଗୃହ କାର୍ଯ୍ୟ। ଏହା ହେଉଛି ଆମ ଦେଶର ଯେକୌଣସି 15ଟି ରାଜ୍ୟର ନାମ ଲେଖିବ ଓ ତାର ପାରମ୍ପରିକ ଖାଦ୍ୟର ଏକ ତାଲିକା ପ୍ରସ୍ତୁତ କରିବ। ଏହାକୁ ତୁମେ ଘରେ କରିବ ଏବଂ ତୁମର ଶ୍ରେଣୀ ଶିକ୍ଷକଙ୍କୁ ଦେଖାଇବ। ଭେରି ଗୁଡ୍ ପିଲାମାନେ, ଧନ୍ୟବାଦ। ଖୁସିରେ ଶିଖିବା ସମସ୍ତଙ୍କର ଅଧିକାର। ନମସ୍କାର।